ସବଜେସ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା। ଉମରକୋଟ ସ୍ଥାନୀୟ ବରିଷ୍ଠ ଦେୱାନୀ ଅଦାଲତରେ କାର୍ଯ୍ୟରତ ସବଜେସ୍ ଶ୍ରୀଯୁକ୍ତ ନିରଞ୍ଜନ ପାତ୍ରଙ୍କୁ ବାରିପଦା ବଦଳି ହୋଇଯାଇଛି ଏବଂ ଝରିଗାଁ ପ୍ରଥମ ଶ୍ରେଣୀ ବିଚାରପତି ସୁଶ୍ରୀ ନିଶା ଅଗ୍ରୱାଲଙ୍କୁ ମଧ୍ୟ ବଦଳି ହୋଇଯାଇଛି। ଏହି ଅବସରରେ ଉମରକୋଟ ଓକିଲ ସଂଘ ତରଫରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ଗିରିଜା ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ରୂପେ ଏବଂ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମତୀ ଇରା ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି ଅବସରରେ ସଂଘ ତରଫରୁ ସମସ୍ତ ଓକିଲ ବନ୍ଧୁ ଓକିଲ ସଂଘ ପରିସରରେ ଉପସ୍ଥିତ ହୋଇ ଶ୍ରୀ ପାତ୍ରଙ୍କ ସମେତ ସୁଶ୍ରୀ ନିଶା ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧନା କରିଥିଲେ। ସଂଘର ସଭାପତି ପ୍ରଶାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରାମ ନାୟକ, ବରିଷ୍ଠ ସରକାରୀ ଓକିଲ ଝାଡେଶ୍ୱର ମହାନ୍ତି, ଅନ୍ୟତମ ବରିଷ୍ଠ ସରକାରୀ ଓକିଲ ଶ୍ରୀନିବାସ ପଟ୍ଟନାୟକ, ବରିଷ୍ଠ ଓକିଲ ଶ୍ରୀ ଏଲ୍.ଭି. ରାଓ, ବରିଷ୍ଠ ଓକିଲ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ଉପସଭାପତି ପ୍ରଦୀପ ପଟ୍ଟନାୟକ, ସହ ସମ୍ପାଦକ ସଞ୍ଜୟ ନାୟକ, କୋଷାଧ୍ୟକ୍ଷ ଯୋଗେନ୍ଦ୍ର ମାଝୀଙ୍କ ସମେତ ଉମରକୋଟ, ଝରିଗାଁ ଏବଂ ଚନ୍ଦାହାଣ୍ଡିରୁ ଅନେକ ଆଇନଜୀବୀ ଉପସ୍ଥିତ ଥିଲେ। ଉମରକୋଟରୁ ହରିହର ଶତପଥୀଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।